ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ। 70 ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ସଠିକ୍ ସମୟରେ ଜାତିସଂଘକୁ ସହଯୋଗ ରାଶି ଭରଣା କରି ଭାରତ 35ଟି ସଦସ୍ୟ ରାଷ୍ଟ୍ର ତାଲିକାରେ ସାମିଲ। ଶୁଳ୍କ ବୃଦ୍ଧିର ଜବାବରେ ଆମେରିକାର କେତେକ ଉତ୍ପାଦ ଉପରେ ଶୁଳ୍କ ଲାଗୁ କରିବାକୁ ଚୀନର ନିଷ୍ପତ୍ତି। ଏବଂ ମହିଳା ଟେନିସ୍ ଖେଳାଳି ଅଙ୍କିତା ରାଇନା ମୁମ୍ବାଇ ଓପନ୍ ଟେନିସ୍ ପ୍ରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିବେ। ଗତକାଲି ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଆଜି ଅପରାହ୍ନ 5ଟାରେ ଶ୍ରୀ ମୋଦି ଗୃହରେ ଉତ୍ତର ରଖିବେ ବୋଲି ଆଶା କରାଯାଉଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଶ୍ରୀ ରିଜିଜୁ କହିଛନ୍ତି, ସେ ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ କଥା କହୁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବିସି ସମ୍ପ୍ରଦାୟର ବୋଲି ରାହୁଲ ଗାନ୍ଧୀ ଚିହ୍ନି ପାରୁନାହାନ୍ତି। ଶ୍ରୀ ରିଜିଜୁ କହିଛନ୍ତି, राहुल गांधी जी पिछले 2-3 सालों में हर समय ओबीसी, एसटी, एससी, ओबीसी ये बात करते रहते हैं। देश का सबसे बड़ा ओबीसी का चेहरा खुद प्रधानमंत्री है। हम खुद भी एसटी है। आज संसदीय कार्य मंत्री के रूप में काम कर रहा हूँ। हमारे जो राज्य मंत्री अर्जुन राम मेघवाल जी जो कानून मंत्री के रूप में भी काम कर रहे हैं, वो शेड्यूल कास्ट है। 2031-32 ମସିହା ସୁଦ୍ଧା ଭାରତର ବିଜୁଳି ଉତ୍ପାଦନ କ୍ଷମତା 874 ଗିଗାୱାଟକୁ ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି। ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି, କୋଇଲା, ଲିଗ୍ନାଇଟ୍ ସମେତ ପାରମ୍ପରିକ ଉତ୍ସରୁ ଉତ୍ପାଦିତ ବିଦ୍ୟୁତ୍ ଏବଂ ସୌର, ପବନ ଓ ଜଳ ଭଳି ଅକ୍ଷୟ ଉତ୍ସରୁ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଲାଗି ସରକାରଙ୍କ ଯୋଜନା ରହିଛି। ସେ କହିଛନ୍ତି, ଏବେ ବିଦ୍ୟୁତ୍ ଉତ୍ପାଦନ କ୍ଷମତା 462 ଗିଗାୱାଟ ରହିଛି ଏବଂ ଦେଶରେ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଶକ୍ତି ଉପଲବ୍ଧ ହେଉଛି। ସରକାର 2014 ମସିହା ଏପ୍ରିଲରୁ 230 ଗିଗାୱାଟ ଉତ୍ପାଦନ କ୍ଷମତା ବୃଦ୍ଧି କରି ଦେଶର ଶକ୍ତି ସମସ୍ୟାର ସମାଧାନରେ ସଫଳ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ଗୃହକୁ ଜଣାଇଛନ୍ତି। କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଲୋକସଭାରେ ଆଜି ପ୍ରଶ୍ନକାଳରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, 2019 ମସିହାରୁ ସରକାର ଉତ୍ପାଦନ ଖର୍ଚ୍ଚଠାରୁ 50% ଅଧିକ ଲାଭ ସହିତ ନ୍ୟୁନତମ ସହାୟକ ମୂଲ୍ୟ ହାର ସ୍ଥିର କରିଛନ୍ତି। ସେ କହିଛନ୍ତି, ଭାରତ ନଡ଼ିଆ ଉତ୍ପାଦନରେ ବିଶ୍ୱର 1 ନମ୍ବର ଦେଶରେ ପରିଣତ ହୋଇଛି ଏବଂ ସରକାର ନଡ଼ିଆ ରୋଗ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟସଭାରେ ମହାକୁମ୍ଭ ଅଘଟଣ ଉପରେ ଆଲୋଚନା ଦାବି କରି କିଛି ବିରୋଧୀ ସଦସ୍ୟଙ୍କ ମୁଲତବୀ ପ୍ରସ୍ତାବକୁ ଉପାଧ୍ୟକ୍ଷ ହରିବଂଶ ପ୍ରତ୍ୟାଖ୍ୟାନ କରିଛନ୍ତି। 70 ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଦ୍ରୁତଗତିରେ ଚାଲିଛି। ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଗ୍ରହଣ କରାଯିବ। 1,56,00,000ରୁ ଅଧିକ ଭୋଟର 699 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। 8 ତାରିଖ ଶନିବାର ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 1,80,000ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ 220 କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା, ନିଶାଦ୍ରବ୍ୟ, ମାଗଣା ସାମଗ୍ରୀ ଓ ମୂଲ୍ୟବାନ ଧାତୁ ଜବତ କରାଯାଇଥିବା ବେଳେ ଏଥିରେ 88 କୋଟି ଟଙ୍କାର ଔଷଧ ଏବଂ 81 କୋଟି ଟଙ୍କାର ମୂଲ୍ୟବାନ ଧାତୁ ରହିଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ସି ଭିଜିଲ୍ ଆପ୍ ଜରିଆରେ 7,469ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ 7,467ଟି ମାମଲାର ସମାଧାନ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି। ଭାରତ ଚଳିତ ବର୍ଷ ଜାତିସଂଘର ନିୟମିତ ବଜେଟ୍ରେ 37.64 ନିୟୁତ ଆମେରିକୀୟ ଡଲାରର ସହଯୋଗ କରିଛି। ଏହାଛଡ଼ା ଠିକ୍ ସମୟରେ ବକେୟା ଅର୍ଥ ସମ୍ପୂର୍ଣ୍ଣ ପୈଠ କରିଥିବାରୁ ଭାରତ 35ଟି ସଦସ୍ୟ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି। ଗତ ଜାନୁଆରୀ 31ରେ ଭାରତ ଏହି ସହଯୋଗ ରାଶି ପୈଠ କରିଥିଲା।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ସମୟୋପଯୋଗୀ ସହଯୋଗକୁ ପ୍ରଶଂସା କରିଛନ୍ତି। ଭାରତ ଆବଶ୍ୟକ ସମୟରେ ଜାତିସଂଘ ପ୍ରତି ନିଜର ଆର୍ଥିକ ଦାୟିତ୍ୱ ନିର୍ବାହ କରି ଖ୍ୟାତି ଅର୍ଜନ କରିଛି। ଜାତିସଂଘର ସଦସ୍ୟତା ତଥା ଦାୟିତ୍ୱ କ୍ଷେତ୍ରରେ ଭାରତର ନିରନ୍ତର ପ୍ରତିବଦ୍ଧତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଜାତିସଂଘ ସଭାର ଅଧ୍ୟକ୍ଷ ଫିଲେମନ୍ ୟଙ୍ଗ ଆଜିଠାରୁ ଭାରତ ଗସ୍ତରେ ଆସୁଥିବା ଜଣାପଡ଼ିଛି। ସେ ଏକ ସାକ୍ଷାତକାରରେ ଭାରତର ବିଶ୍ୱସନୀୟତାକୁ ପ୍ରଶଂସା କରି କହିଛନ୍ତି, ଜାତିସଂଘର ଏକ ଦାୟିତ୍ୱସମ୍ପନ୍ନ ସଦସ୍ୟ ରାଷ୍ଟ୍ର ଭାବରେ ଭାରତ ସହଯୋଗ କରିଆସୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚୀନର କେତେକ ଉତ୍ପାଦ ଉପରେ ଆମେରିକା ସରକାର ଶୁଳ୍କ ବୃଦ୍ଧି କରିବା ପରେ ଏହାର ଜବାବରେ ଚୀନ ମଧ୍ୟ ଆମେରିକାର କେତେକ ଉତ୍ପାଦ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆମେରିକାରୁ କୋଇଲା ଏବଂ ତରଳ ପ୍ରାକୃତିକ ଗ୍ୟାସ୍ ଆମଦାନୀ ଉପରେ 15% ଟିକସ ଲାଗିଥିବାରୁ ଚୀନ ଅଶୋଧିତ ତୈଳ, କୃଷି ଯନ୍ତ୍ରପାତି, ପିକଅପ୍ ଟ୍ରକ୍ ଏବଂ ବଡ଼ ଇଞ୍ଜିନ୍ଯୁକ୍ତ କାର୍ ଉପରେ 10% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଏହାଛଡ଼ା ଆମେରିକାର ଗୁଗୁଲ ଉପରେ ମଧ୍ୟ ଚୀନ ତଦନ୍ତ କରିବା ଲାଗି ଘୋଷଣା କରିଛି। ପୂର୍ବରୁ ସୀମା ସୁରକ୍ଷା ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଦୁଇ ଦେଶ ରାଜି ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା ଓ ମେକ୍ସିକୋ ଉପରେ ଶୁଳ୍କ ବୃଦ୍ଧି ନିର୍ଦ୍ଦେଶକୁ ଲାଗୁ କରିବା ସମୟସୀମା 1 ମାସ ବୃଦ୍ଧି କରିଛନ୍ତି। ତେବେ ଆଜିଠାରୁ ଚୀନ ଉପରେ ଶୁଳ୍କ ଲାଗୁ ହେବା ନେଇ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, କାନାଡ଼ା 1.3 ବିଲିୟନ ଆମେରିକୀୟ ଡଲାର ବ୍ୟୟ ଅଟକଳରେ ନୂତନ ହେଲିକପ୍ଟର, ଜ୍ଞାନକୌଶଳ ଏବଂ କର୍ମଚାରୀଙ୍କ ଦ୍ୱାରା ସୀମା ଯୋଜନା କାର୍ଯ୍ୟକାରୀ କରିବ। ଏଥିରେ ଆମେରିକୀୟ ଅଂଶୀଦାରଙ୍କ ସହ ସମନ୍ୱୟ ବୃଦ୍ଧି ଓ ନିଷିଦ୍ଧ ହୋଇଥିବା ଔଷଧ ଫେଣ୍ଟାନିଲ୍ର ଯୋଗାଣ ବନ୍ଦ କରିବା ମଧ୍ୟ ଅନ୍ତର୍ଭୁକ୍ତ। ଆତଙ୍କବାଦ ଏବଂ ବିଶ୍ୱର ପ୍ରମୁଖ ଦ୍ୱନ୍ଦ୍ୱଗୁଡ଼ିକୁ ନେଇ ଯୁକ୍ତିଯୁକ୍ତ ସମାଲୋଚନା ଲାଗି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱ ବର୍ତ୍ତମାନ ଦୁଇଟି ପ୍ରମୁଖ ସଂଘର୍ଷ ମଧ୍ୟରେ ଗତି କରୁଛି, ଯାହାକୁ ପ୍ରାୟତଃ ନୀତିଗତ ଭାବରେ ଉପସ୍ଥାପନ କରାଯାଉଛି, କିନ୍ତୁ ଏହାକୁ ସଠିକ୍ ଢଙ୍ଗରେ ପ୍ରୟୋଗ କରାଯାଉ ନାହିଁ ବୋଲି ସେ କହିଛନ୍ତି। ଅନେକ ଦଶନ୍ଧି ପରେ ମଧ୍ୟ ଆତଙ୍କବାଦକୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ଆଇନକୁ ଏସିଆ ମହାଦେଶରେ ଲାଗୁ କରିବା କ୍ଷେତ୍ରରେ ପାତର ଅନ୍ତର କରାଯାଉଛି। ପଡ଼ୋଶୀ ଦେଶମାନଙ୍କ ପାଇଁ ଭିନ୍ନ ମାନଦଣ୍ଡ ଲାଗୁ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆଜି ୱାଶିଂଟନରେ ସାକ୍ଷାତ କରିବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ବୃଦ୍ଧି କରିବା ନେଇ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ ସାଉଦି ଆରବ ସମ୍ପର୍କ ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯିବ। ଗତ ନଭେମ୍ବର ମାସରେ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ ନେତନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତକୁ ପଳାଇ ଆସିଥିବା ଶେଖ୍ ହସିନାଙ୍କ ଉପରେ ରେଡ୍ ନୋଟିସ୍ ଜାରି କରିବାକୁ ଇଣ୍ଟରପୋଲକୁ ଅନୁରୋଧ କରିଛନ୍ତି। ବାଂଲାଦେଶ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବେଲଜିୟମର ନୂଆ ପ୍ରଧାନମନ୍ତ୍ରୀ ଭାବେ ବାଟ୍ ଡି ୱେଭର ଶପଥ ଗ୍ରହଣ କରିଛନ୍ତି। ଗତକାଲି ରୟାଲ ପ୍ୟାଲେସରେ ବେଲଜିୟମର ରାଜା ଫିଲିପଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। 5ଟି ଦଳକୁ ନେଇ ଗଠିତ ଡି ୱେଭରଙ୍କ ମିଳିତ ମନ୍ତ୍ରିମଣ୍ଡଳରେ 7 ଜଣ ଫ୍ରାଙ୍କୋଫୋନ୍ ଏବଂ ଅନ୍ୟ 7 ଜଣ ଫ୍ଲେମିଶ୍ ମନ୍ତ୍ରୀ ଅଛନ୍ତି। ମୁମ୍ବାଇ ଓପନ୍ ଟେନିସ୍ରେ ଭାରତର ଅଙ୍କିତା ରାଇନା 6-2, 6-2ରେ ବୈଷ୍ଣବୀ ଆଡକରଙ୍କୁ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଟେନିସ୍ ଆସୋସିଏସନ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଥିବା ଅଙ୍କିତା ଆସନ୍ତାକାଲି ପ୍ରି କ୍ୱାର୍ଟର ଫାଇନାଲରେ କାନାଡାର ରେବେକା ମାରିନୋଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ। 70 ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ସଠିକ୍ ସମୟରେ ଜାତିସଂଘକୁ ସହଯୋଗ ରାଶି ଭରଣା କରି ଭାରତ 35ଟି ସଦସ୍ୟ ରାଷ୍ଟ୍ର ତାଲିକାରେ ସାମିଲ। ଶୁଳ୍କ ବୃଦ୍ଧିର ଜବାବରେ ଆମେରିକାର କେତେକ ଉତ୍ପାଦ ଉପରେ ଶୁଳ୍କ ଲାଗୁ କରିବାକୁ ଚୀନର ନିଷ୍ପତ୍ତି ଏବଂ ମହିଳା ଟେନିସ୍ ଖେଳାଳି ଅଙ୍କିତା ରାଇନା ମୁମ୍ବାଇ ଓପନ୍ ଟେନିସ୍ ପ୍ରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।